ଜାନୁଆରୀ 1, 2025 500 ଟଙ୍କିଆ ନୋଟ୍ରେ ଗୁଡ଼ାଇ ଦିଅନ୍ତୁ ଏହି ଗୁପ୍ତ ଜିନିଷ। ରାତାରାତି ଏତେ ଟଙ୍କା ଆସିବ ଯେ ଗଣି ଗଣି ଥକିବେ। ଏହି ଉପାୟଟି ପାଳନ କରନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, 1 ଜାନୁଆରୀ 2025 ଦିନ ନୋଟ୍ରେ ଗୁଡ଼ାଇ ଦିଅନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ। ଏତେ ଧନର ବର୍ଷା ହେବ ଯେ ଆପଣ ଗଣି ଗଣି ଥକିବେ। ଖୁସିରେ ପୂରି ଉଠିବ ଆପଣଙ୍କର ଘର ପରିବାର। ଆପଣଙ୍କର ସବୁ ମନସ୍କାମନା ହେବ ତୁରନ୍ତ ପୂର୍ଣ୍ଣ। ସାକ୍ଷାତ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁ ଭଗବାନଙ୍କର ଆଶୀର୍ବାଦ ଆପଣ ପ୍ରାପ୍ତ କରିବେ। ବନ୍ଧୁଗଣ, ଯାହା ଘଟିଯାଇଛି ତାହା ଆପଣ ଚାହିଁକି ବି ବଦଳାଇ ପାରିବେ ନାହିଁ, କିନ୍ତୁ ଆଗକୁ ଆସୁଥିବା ସମୟ ସୁଧାରିବା ପାଇଁ ହାତରେ ଅଛି। ଆପଣମାନଙ୍କୁ କିଛି ମାନନ୍ତୁ, ସମ୍ପୂର୍ଣ୍ଣ ଦୁନିଆ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରେ। ବନ୍ଧୁଗଣ, ଯେଉଁ ଗ୍ରହ ନକ୍ଷତ୍ର ଗୁଡ଼ିକ ଆପଣଙ୍କ କୁଣ୍ଡଳୀରେ ଚଳନ କରୁଛନ୍ତି ତାହା କାହାକୁ କେତେବେଳେ ଧନୀ ତ କାହାକୁ କେତେବେଳେ ଗରିବ କରିଦିଅନ୍ତି ତାହା କେହି ଜାଣିପାରି ନଥାନ୍ତି। ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଆପଣଙ୍କ ଜୀବନରେ କେବେ ଧନ ଆସିବ ଏବଂ କେବେ ଧନ ସରିଯିବ, ଏସବୁ ଗ୍ରହ ଚଳନ ଉପରେ ହିଁ ନିର୍ଭର କରେ। ଶାସ୍ତ୍ରରେ ଲିଖିତ ଅଛି, ଯଦି ଜଣେ ବ୍ୟକ୍ତି କର୍ମ ଭଲ କରିଥାଏ ତେବେ ତାହା କୁଣ୍ଡଳୀରେ ଗ୍ରହ ନକ୍ଷତ୍ର ତାର ସାଥ ଦେଇଥାନ୍ତି, ତାର ଉନ୍ନତି ପଥରେ ସହାୟକ ହୋଇଥାନ୍ତି। ଏହି ଭିଡ଼ିଓରେ କୁହାଯାଇଥିବା ମହା ଉପାୟକୁ ପ୍ରୟୋଗ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ। ବନ୍ଧୁଗଣ, ଏହି ଉପାୟକୁ କରିଦେଲେ ଯେ 1 ଜାନୁଆରୀ 2025 ଦିନ କରିଦେଲେ ଆପଣଙ୍କ ଭାଗ୍ୟ ବଦଳିଯିବ, ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ଖୋଲିଯିବ। ତେଣୁ ଉପାୟଟିକୁ ବିଧିବିଧାନ ସହ କରନ୍ତୁ ଏବଂ ସବୁ କିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ବନ୍ଧୁଗଣ, ଯଦି 2024ରେ ଆପଣଙ୍କ ନିକଟକୁ ଧନ ଆଗମନର ସମସ୍ତ ବାଟ ବନ୍ଦ ହୋଇଯାଇଛି, 2024ରେ ଆପଣଙ୍କ ବ୍ୟାପାର ଠିକ୍ ଚାଲୁନାହିଁ କିମ୍ବା ବନ୍ଦ ହୋଇଯାଇଛି, କରଜରେ ଆପଣ ପୁରା ବୁଡ଼ି ରହିଛନ୍ତି, ଆଉ ଯଦି ଆପଣ ଚାହୁଁଛନ୍ତି ଏହି ନବବର୍ଷ 2025 ମସିହାରେ ଆପଣଙ୍କ ସହ ସେସବୁ ନ ଘଟୁ ବୋଲି ଆପଣଙ୍କ ଜୀବନରେ ଧନର ଆଗମନ ବୃଦ୍ଧି ହେଉ, ଧନ ଅସୁବିଧାର ସମସ୍ତ ମାର୍ଗ ଖୋଲିଯାଉ ଓ ଧନର ଆଗମନ ହେଉ ବୋଲି ଆପଣଙ୍କର ବନ୍ଦ ପଡ଼ିଥିବା ବ୍ୟାପାର ପୁଣି ଥରେ ଚାଲୁ ହେଇଯାଉ ବୋଲି ଆପଣଙ୍କ ଜୀବନରେ ଖୁବ୍ ଉନ୍ନତି ହେଉ ବୋଲି, ତେବେ ବର୍ଷ ଆରମ୍ଭ ମାନେ 1 ଜାନୁଆରୀ 2025ରେ ଆପଣଙ୍କୁ ଏହି ଉପାୟଟି ପାଳନ କରିବା ପାଇଁ ପଡ଼ିବ। ତନ୍ତ୍ରଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୁଁ କିଛି ଏମିତି ଉପାୟ ଏ ଭିଡ଼ିଓରେ କହିବି। ଶାସ୍ତ୍ରରେ ସଫା ସଫା ଲେଖା ଅଛି ଯେ ଧନ ଦେବୀ ମା ଲକ୍ଷ୍ମୀଙ୍କ ହାତରେ ଥାଏ, କିନ୍ତୁ ଯେଉଁ ବ୍ୟକ୍ତିକୁ କେତେ ଧନ ଦିଆଯିବ ସେସବୁ ଭଗବାନ ବିଷ୍ଣୁଙ୍କ ହାତରେ ଥାଏ। ଯଦି ଜଣେ ବ୍ୟକ୍ତି ନିଜର ପୂଜା ଆରାଧନାରେ ମା ଲକ୍ଷ୍ମୀ ଓ ବିଷ୍ଣୁ ଭଗବାନଙ୍କୁ ସନ୍ତୁଷ୍ଟ କରିଦେବେ ତେବେ ଜୀବନର ଧନର ଅଭାବ ରହିବ ନାହିଁ। 2025ରେ ଶାସ୍ତ୍ରରେ ଗ୍ରହ ଚଳନ ପୂଜା ବିଧିର ସଠିକ୍ ଉପାୟ ଯଦି ଆପଣ କରିନେଲେ ତାହେଲେ ଜୀବନ ସାରା ଧନର ବର୍ଷା ହେବ, ପରିବାରର ଉନ୍ନତି ହେବ। ଏହି ଭିଡ଼ିଓରେ ମୁଁ ଏମିତି କିଛି ଉପାୟ କହିବି, ଆପଣ 4 ମିନିଟ୍ ସମୟ କାଢ଼ି ଭିଡ଼ିଓଟିକୁ ନିହାତି ଦେଖନ୍ତୁ, ବିଧିବିଧାନ ସହ ପାଳନ କରିନିଅନ୍ତୁ, ତେବେ ସବୁ ସମସ୍ୟାର ସମାଧାନ ହୋଇଯିବ। ପ୍ରଥମ ଉପାୟଟି ହେଉଛି ଧନ ପ୍ରାପ୍ତିର ମହା ଉପାୟ। ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ବନ୍ଧୁଗଣ, ଅଧା ଅଧୁରା ଜ୍ଞାନ ହିତ ବଦଳରେ ଅହିତ ହୋଇଥାଏ, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଧନ ପ୍ରାପ୍ତିର ଏହି ଗୁପ୍ତ ମହା ଉପାୟ ଦେଖିବା ଦ୍ୱାରା ଆପଣ ଏହି ଉପାୟଟି ପାଳନ କରନ୍ତୁ, ତାପରେ ଦେଖିବେ ଆପଣଙ୍କ ଗୃହକୁ କେମିତି ମା ଲକ୍ଷ୍ମୀ ଧନର ବର୍ଷା କରିବେ। ପ୍ରଥମ ଉପାୟଟି ହେଉଛି ର ମହା ଉପାୟ। ଏହା ହଳଦୀକୁ ନେଇକି ରହିଛି। ଏହା ଏକ ତନ୍ତ୍ର ମହା ଉପାୟ ଅଟେ। ଏହାକୁ ଆପଣ ଯଦି ବର୍ଷର ପ୍ରଥମ ଦିନ 1 ଜାନୁଆରୀ ଦିନ ପାଳନ କରିନେବେ ତେବେ ବର୍ଷ ସାରା ଆପଣଙ୍କ ଘରକୁ ଧନର ଆଗମନ ହେବ, ଆପଣଙ୍କ ଘର ହେବ ଧନର ବର୍ଷା, ଆପଣଙ୍କ ଗୃହକୁ ଯେଉଁ ଧନ ଆସିବ ସେଥିରେ ବୃଦ୍ଧି ହେବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ନିବାସ କରିବେ। ଏହି ମହା ଉପାୟଟିକୁ ଅନେକ ଲୋକ ଆପଣାଇ କୋଟିପତି ହୋଇଛନ୍ତି। ଏହି ଉପାୟକୁ ଆପଣ 1 ଜାନୁଆରୀ
ଜାନୁଆରୀ ସୂର୍ଯ୍ୟ ଅସ୍ତ ପରେ କରିବେ। ଉପାୟଟିକୁ ଧ୍ୟାନର ସହ ଶୁଣନ୍ତୁ। ଉପାୟଟି କରିବା ପୂର୍ବରୁ ପ୍ରଥମେ ଆପଣ ସ୍ନାନ କରିନେବେ। ତାପରେ ହଳଦିଆ କିମ୍ବା ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, କାରଣ ମା ଲକ୍ଷ୍ମୀଙ୍କୁ ନାଲି ରଙ୍ଗ ଓ ହଳଦିଆ ରଙ୍ଗର ବସ୍ତ୍ର ଅତ୍ୟନ୍ତ ପ୍ରିୟ ଅଟେ। ଏହାପରେ ଆପଣ 500 ଟଙ୍କିଆ କିମ୍ବା 100 ଟଙ୍କିଆ ନୋଟ ନିଅନ୍ତୁ, ଗୋଟିଏ ନେବାର ଅଛି ଓ କଞ୍ଚା ହଳଦୀ ଖଣ୍ଡେ ଗୋଟେ ନେବେ ଓ ତାପରେ ପୂଜା ଘରେ ମା ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ନିକଟରେ ବସି ଏକ ଘିଅର ଦୀପ ଜଳାଇବେ। ଏହାପରେ ସେ ହଳଦୀ ଖଣ୍ଡକୁ ହାତରେ ଧରି ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ହେଉଛି ଓମ୍ ମହାଲକ୍ଷ୍ମୀ ନମ। ମା ଲକ୍ଷ୍ମୀଙ୍କୁ 11 ସଂଖ୍ୟା ଅତ୍ୟନ୍ତ ପ୍ରିୟ ଅଟେ, ସେଥିପାଇଁ ଏହି ମନ୍ତ୍ରକୁ 11 ଥର ଜପ କରିବେ। ଏହାପରେ ସେ ହଳଦୀ ଖଣ୍ଡକୁ ସେ ନୋଟରେ ଗୁଡ଼ାଇ ଦିଅନ୍ତୁ। ଏହାପରେ ଏକ ନାଲି ରଙ୍ଗର ସୂତା ନେଇ ହଳଦିଆ ନୋଟକୁ ବାନ୍ଧି ଦିଅନ୍ତୁ, ଆଲମାରିରେ ରଖିଦିଅନ୍ତୁ ଓ ଏହି ନୋଟକୁ କେବେ ଖର୍ଚ୍ଚ କରନ୍ତୁ ନାହିଁ। ଏହି ଉପାୟଟି କରିବା ପରେ ସେହି ନୋଟଟି ଅଭିମନ୍ତ୍ରିତ ହୋଇଯିବ ଓ ଆପଣଙ୍କ ଜୀବନରେ ଚୁମ୍ବକ ପରି ଧନକୁ ଟାଣି ଆଣିବ ଓ ମା ଲକ୍ଷ୍ମୀ ବିଷ୍ଣୁ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କ ଜୀବନରେ କେବେ ଧନର ସମସ୍ୟା ରହିବ ନାହିଁ, କିଛି ଅସୁବିଧା ହେବ ନାହିଁ। ନମ୍ବର 2 ଉପାୟ ହେଉଛି, ଏହାକୁ ମଧ୍ୟ 1 ଜାନୁଆରୀ ଦିନ ଆପଣଙ୍କୁ କରିବା ପାଇଁ ପଡ଼ିବ। ସକାଳୁ ଉଠି ଗାଧୋଇ ସାରି ଗୋଟେ ନଡ଼ିଆ ନେଇ ମନ୍ଦିରକୁ ଯାଆନ୍ତୁ ଏବଂ କେହି ଗରିବ ଲୋକଙ୍କୁ ଦେଖି ସେ ନଡ଼ିଆଟିକୁ ଦାନ କରିଦିଅନ୍ତୁ। ଶାସ୍ତ୍ର ଅନୁସାରେ ବର୍ଷ ଆରମ୍ଭରେ ଯଦି ଆପଣ ଶ୍ରୀଫଳ ବା ନଡ଼ିଆ ଦାନ କରନ୍ତୁ, ତେବେ ଆପଣଙ୍କ କୁଣ୍ଡଳୀର ଗ୍ରହ ନକ୍ଷତ୍ର ଆପଣଙ୍କ ବର୍ଷ ଯାକ ସାଥ ଦେବେ। ସେଥିପାଇଁ ଜଟା ଥିବା ନଡ଼ିଆକୁ ପାଖରେ ଥିବା ଗରିବଙ୍କୁ ନିହାତି ଦାନ କରନ୍ତୁ ଓ 1 ଜାନୁଆରୀ ଦିନ ଗୋଟେ ଗାମଲାରେ ସଦାବାର ଗଛ ଆଣି ନିଜ ଘରେ ରଖନ୍ତୁ। ଆପଣଙ୍କ ଏତିକି କଲେ ବର୍ଷ ଯାକ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ ଓ 1 ଜାନୁଆରୀ ଦିନ ନିଜ ଘରେ କ୍ଷୀରି କରି ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଦେଖିବେ ଆପଣଙ୍କ ଗୃହରେ ମା ଲକ୍ଷ୍ମୀ ବାସ କରିବେ ଓ ଆପଣଙ୍କର ସବୁ ଦୁଃଖ କଷ୍ଟକୁ ଦୂର କରିବେ। ତେଣୁ ଭିଡ଼ିଓରେ କୁହାଯାଇଥିବା ଏହି ଉପାୟ ଗୁଡ଼ିକ କରନ୍ତୁ। ଆପଣମାନେ ଅପେକ୍ଷା କରନ୍ତୁ, ଦେଖିବେ ବହୁତ ଶୀଘ୍ର ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ଘରେ ଧନର ବର୍ଷା ହେବ। ତ ଉପାୟଟି ସଠିକ୍ ଭାବରେ ଓ ସଠିକ୍ ନିୟମରେ ଆପଣ ପାଳନ କରନ୍ତୁ। 500 ଟଙ୍କିଆ ନୋଟରେ ଏହି ଉପାୟ ଯେଉଁ କୁହାହେଲା ଆପଣ ଠିକ୍ ଭାବରେ କରନ୍ତୁ, ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଧନର ବର୍ଷା କରିବେ। ତ କେମିତି ଲାଗିଲା ଭିଡ଼ିଓଟି କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବା ସହିତ ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ ନିହାତି କରନ୍ତୁ। ଭିଡ଼ିଓରେ ଗୋଟେ କମେଣ୍ଟ ନିହାତି ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ଆମର ଏଇ 500 ଟଙ୍କିଆ ନୋଟରେ କେମିତି ଲାଗିଲା ଭିଡ଼ିଓଟି ନିହାତି କୁହନ୍ତୁ। ଆଉ ଯଦି କିଛି ବି ଭୁଲ ଥାଏ ଭିଡ଼ିଓରେ ନିହାତି ଆପଣମାନେ କ୍ଷମା କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ମା ଲକ୍ଷ୍ମୀ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ।